ମୁଁ ହଉଛି ଏସଡିପୋ ସଦର ଭଦ୍ରକ। ଗତ 9/7/2025 ଭିତରେ ଆମର ଏଇ ଯୋଉ ଇଚ୍ଛାପୁର ଛକରେ ଆକ୍ୟୁଜ ରୁଗାର ତା ଭାଇ ବାଗର ଆମର ଯୋଉ ମୃତ ଅଛନ୍ତି ଗୋଲକ ମଣ୍ଡଳ, ସେମାନେ 3 ଜଣ ବସିଥିଲେ। ପ୍ରାୟ ସେମାନେ ସମସ୍ତଙ୍କୁ ଜାଣନ୍ତି ଆଉ ସେମାନେ ମିଶିକି ନିଶା ଖାଆନ୍ତି। ସେଦିନ କଣ ହେଲା, ରୁଗାର ଆମର ଯୋଉ ମୃତ ଅଛନ୍ତି ଗୋଲକ ମଣ୍ଡଳ ତାଙ୍କୁ ବିଡି ମାଗିଲେ। ବିଡି ମାଗିଲା ପରେ ସେଇ ଭିତରେ 2 ଜଣଙ୍କ ଭିତରେ ବଚସା ହେଲା। ବଚସା ହେଲା ଭିତରେ ଗୋଲକ ମଣ୍ଡଳ ରାଗିକି 2 ଚାପୁଡା ରୁଗା ଆରବକୁ ମାରିଲେ। ମାରିଲା ପରେ ସେଥିରେ ଉତ୍ତିକ୍ତ ହୋଇ ତାଙ୍କର ଯୋଉ ଭାଇ ପାଖରେ ଥିଲେ ବାଘ ଆରବ, ସେ କଣ କଲେ, ସେ ବାଡେଇକି ଆମର ଯୋଉ ଗୋଲକ ମଣ୍ଡଳକୁ ତଳେ ପକେଇଦେଲେ। ତାପରେ 2 ଭାଇ ମିଶି ରୁଗା ଆରବ ଆଉ ବାଘ ଆରବ ମିଶିକି ତାଙ୍କୁ ବହୁତ ବାଡେଇଲେ, ଗୋଇଠା ମାରିଲେ, ବିଧା ଚାପୁଡା ମାରିଲେ ଆଉ ତଳେ ପକେଇ ମଧ୍ୟ ତାଙ୍କ ଛାତିକି ବହୁତ ଗୋଇଠା ବିଧା ମାରିଛନ୍ତି, ଯାହା ଫଳରେ ତାଙ୍କର ଇଣ୍ଟରନାଲ ଇଞ୍ଜୁରି ହେଇଥିଲା। କିନ୍ତୁ ସେ କେବେ ରିପୋର୍ଟ କରିନଥିଲେ କି ତାଙ୍କ ଘରେ କିଛି କହିନଥିଲେ, ଲୋକାଲି ମେଡିସିନ ଖାଇ ଟ୍ରିଟମେଣ୍ଟ ହଉଥିଲେ। କିନ୍ତୁ ଗତ ଯୋଉ 20 ତାରିଖ ଗଲା, 20 ତାରିଖ ଛାତି ତାଙ୍କ ପ୍ରବଳ ପେନ୍ ହେଲା। ପେନ୍ ହେଲା ପରେ ତାଙ୍କ ପୁଅ ଗୋବିନ୍ଦ ମଣ୍ଡଳ କହିଲେ, ଗୋବିନ୍ଦ ମଣ୍ଡଳ ତାଙ୍କୁ ନେଇକି ଆମର ବଡ ମେଡିକାଲ ଡିଏଚଏସ୍ ଭଦ୍ରକରେ ତାଙ୍କୁ ଆଡମିସନ କରିଥିଲେ। ଭଦ୍ରକ ମେଡିକାଲ ତାଙ୍କୁ କଟକକୁ ରେଫର କରିଥିଲେ। ସେ କିନ୍ତୁ ତାଙ୍କୁ କଟକ ନ ନେଇକି ସେ ଘରକୁ ନେଇ ଆସିଥିଲେ। ତା ପରଦିନ ପୁଣି 21 ତାରିଖ ଦିନ ତାଙ୍କ ଛାତି ପ୍ରବଳ ପେନ୍ ହେଲା। ପେନ୍ ହେଲା ପରେ ସେ ପୁଣି ନେଇକି ଡିଏଚଏସ୍ ରେ ତାଙ୍କୁ ଆଡମିସନ କଲେ। ମଧ୍ୟ ଥାନାରେ ଗୋଟେ ଅଭିଯୋଗ କରିଥିଲେ। 21 ତାରିଖ ଅଭିଯୋଗ କଲେ। ସେଇ ସଂକ୍ରାନ୍ତରେ ଆମର ଗୋଟେ ମିସାଲିନିୟସ କେସ୍ ରେଜିଷ୍ଟ୍ରେସନ ହେଇଥିଲା। 166/25 ଗୋଟେ ରେଜିଷ୍ଟ୍ରେସନ ଆମର ଆଇଆଇସି ସାବରଙ୍ଗ କରିଥିଲେ। ଆଉ ତାପରେ ଯେତେବେଳେ ସେ ରେଫର ହେଇକି ବାଟରେ ଯାଉଥିଲେ, ଏସସିବି ମେଡିକାଲ କଲେଜ ଯେତେବେଳେ ଯାଉଥିଲେ, ତାଙ୍କର ବାଟରେ ମୃତ୍ୟୁ ହେଲା। ସେ ସଂକ୍ରାନ୍ତରେ ଆମ କେସଟା ମିସାଲିନିୟସ କେସ୍ ରୁ ମର୍ଡର କେସ୍ କୁ ଟର୍ନ କରିଛି। ଏ ସଂକ୍ରାନ୍ତରେ ଆମର ଯୋଉ ମୁଖ୍ୟ ଆରୋପୀ 2 ଜଣ ଅଛନ୍ତି, ରୁଗା ଆରଖ ଆଉ ତା ଭାଇ ବାଗ ଆରଖ ଆମେ ଗିରଫ କରୁଛୁ ଆଉ ତାଙ୍କୁ କାଟି କୋର୍ଟ ଚାଲାଣ କରାଯିବ।